ଆପଣ ଆପଣ ଯାଆନ୍ତୁ ଚିଲିକା ଯାଆନ୍ତୁ, ଏବେ ବି ବିଭିନ୍ନ ଢାବାରେ ପକ୍ଷୀ ମାଂସ ଖାଇବାକୁ ପାଇବେ। ଭିତରକନିକାକୁ ଯାଆନ୍ତୁ, କୋଉଠି କୋଉଠି ହରିଣ ମାଂସ, କୁକୁଡ଼ା ମାଂସ ମିଳୁଛି। ଆମର ଯୋଉ ଜିଭ ସ୍ୱାଦ ଆମ ନିଜ ଜୀବନକୁ ଖତମ କରି ଚାଲିଛି, ଆମେ ସେ ବିଷୟରେ ଚିନ୍ତିତ ନୁହଁ। And coming to specifically media, ମିଡ଼ିଆରେ ପ୍ରଥମ ଦାୟିତ୍ୱ ହେଉଛି ଯେ ୟୁ ଗିଭ୍ ସ୍ପେସ୍, ଯେ ଯୋଉ ଚାରି ପାଞ୍ଚଟା ଯୋଉ ଇକୋସେନ୍ସିଟିଭ ଜୋନ୍ ଅଛି ଆମର, ସେଇ ଇକୋସେନ୍ସିଟିଭ ଜୋନ୍କୁ କଭର କରିବା ପାଇଁ ୟୁ ନିଡ୍ ଏକ୍ସପର୍ଟ ରିପୋର୍ଟିଂ ଡ୍ରାଇଭ୍। ନମ୍ବର 2, ହାଇଲାଇଟିଂ ଦ ପ୍ରୋବ୍ଲେମ୍ସ ଅଫ୍ ଏକ୍ଜିଷ୍ଟେନ୍ସ। ଏଇ ଯୋଉ ଟୁରିଜିମ୍ ମନ୍ତ୍ରୀ ଆସିକି କହିବେ ଆଜ୍ଞା ଏତିକି ଟଙ୍କାର ଆମେ ନେଇ ଆସିବୁ ଇନଭେଷ୍ଟମେଣ୍ଟ, 10ଟା ହୋଟେଲ କରିଦେବୁ, ଗୁପ୍ତିଠୁ ଆରମ୍ଭ କରି ବିଭିନ୍ନ ଜାଗାରେ 10ଟା ହୋଟେଲ କରିଦେବୁ କି 100ଟା ହୋଟେଲ କରିଦେବୁ, ଟୁରିଷ୍ଟ ଇନଫ୍ଲୋ ବଢ଼ିବ। ଟୁରିଷ୍ଟ ଇନଫ୍ଲୋ ବଢ଼ିଲେ ମଳ ଯୋଉଟା କହୁଥିଲେ ପ୍ଲାଷ୍ଟିକର ବଢ଼ିବ, ନଏଜ୍ ବଢ଼ିବ, ପଲ୍ୟୁସନ ବଢ଼ିବ। ତେଣୁ ପ୍ରଥମ କଥା ହେଉଛି ଯେ ଯେଉଁମାନେ ରାଜନଗର ଅଞ୍ଚଳର ଲୋକ, ଯେଉଁମାନେ ଭିତରକନିକା ଅଞ୍ଚଳର ଲୋକ, ସେମାନଙ୍କର ପ୍ରଥମ ଦାୟିତ୍ୱ ହେଉଛି ଟୁ ଟ୍ରିଟ୍ ଭିତରକନିକା ଏଜ୍ ଦେୟାର ମଦର। ଆପଣ ନିଜ ମାଆକୁ ଯେତିକି ସୁରକ୍ଷା ଦିଅନ୍ତି, ଧରିତ୍ରୀକୁ ଠିକ୍ ସେତିକି ସୁରକ୍ଷା ଆପଣଙ୍କୁ ଦେବାକୁ ପଡ଼ିବ। ଯଦି ସେତିକି ସୁରକ୍ଷା ଆପଣମାନେ ଦେଇପାରିବେ ନାହିଁ, କେବଳ ରାଜନଗର କେନ୍ଦ୍ରାପଡ଼ା ଆଡ଼ି ଅଞ୍ଚଳ ଧ୍ୱଂସ ହେବ ନାହିଁ, ଅଧା ଓଡ଼ିଶା ଦିନେ ଧୋଇ ପୋଛି ହେଇଯିବ। ଆମେ ଜାଣିଛେ ଆମେ ଅନେଶତ ମହାବାତ୍ୟାରୁ ଶିଖି ନାହୁଁ, ତାକୁ ଯଦି ବାରମ୍ବାର ନ ଶିଖିବେ ଦିନେ ଆମର ଭବିଷ୍ୟତ ପିଢ଼ି ଆମକୁ ପ୍ରଶ୍ନ ପଚାରିବେ ଯେ ଯୋଉ ସିଷ୍ଟମଟା ଥିଲା, ଯୋଉ ପ୍ରୋଟେକ୍ସନ ସିଷ୍ଟମଟା ଥିଲା, ସେ ପ୍ରୋଟେକ୍ସନ ସିଷ୍ଟମ ଯେତେବେଳେ ସରକାର ମାନେ ଧ୍ୱଂସ କରୁଥିଲେ, ବ୍ୟବସାୟୀ ମାନେ ଧ୍ୱଂସ କରୁଥିଲେ, ପର୍ଯ୍ୟଟନଜୀବୀ ମାନେ ଧ୍ୱଂସ କରୁଥିଲେ, ସେତେବେଳେ ଆପଣମାନେ ଚୁପ୍ ଥିଲେ। ଏବଂ ସେ ଚୁପ୍ ରହିଥିବା ଲୋକମାନଙ୍କ ଭିତରେ ଆମେ ସାମ୍ବାଦିକ ମାନେ ବି ଅଛୁ, ରାଜନେତା ମାନେ ବି ଅଛନ୍ତି ଏବଂ ଆପଣମାନେ ବି ଅଛନ୍ତି। ମୁଁ ଭାବୁଛି ଚୁପ୍ ନ ରହିବାଟା ହେଉଛି ଆଜି ସବୁଠୁ ବଡ଼ ଆବଶ୍ୟକତା। ଧନ୍ୟବାଦ। ବହୁତ ଅପ୍ରିୟ ସତ କଥା କେଦାର ଭାଇ କହିଛନ୍ତି। ଆଉ